ଗାଳ୍ପିକ ବାମାଚରଣ ମିତ୍ରଙ୍କ ଏକ କ୍ଷୁଦ୍ର ଗଳ୍ପ ଇତିହାସ। ମୁଁ ପାଠ କରୁଛି ଶାନ୍ତନୁ ତ୍ରିପାଠୀ। ପାପ ଅପରାଧ ମନୁଷ୍ୟର ପ୍ରକୃତିଗତ। ଧର୍ମ ନୀତି ଖାଲି ବାହାରର ଆବରଣ। ତଥାପି କେଉଁ ପ୍ରେରଣାରେ ମଣିଷ ତ୍ୟାଗ କରେ, ନିଜକୁ ବଳି ଦିଏ? ଅମରତ୍ୱ ପାଇଁ? କେଉଁ ପ୍ରେରଣାରେ ମଣିଷ ଜ୍ଞାନ ଧନ କ୍ଷମତା ଆଦି ଅର୍ଜନ କରିବା ପାଇଁ ନିର୍ମମ ଚେଷ୍ଟା କରେ? ଅମରତ୍ୱ ପାଇଁ ନୁହେଁ କି? ଏହାରି ପାଇଁ କେଡ଼େ ଚାତୁରୀ ଆମେ ଉଦ୍ଭାବନ କରିଛୁ। ଦର୍ଶନ ସୃଷ୍ଟି କରିଛୁ ଆତ୍ମା ଅମର, ଜିନ୍ନାନୀ ବାସା ସିଂ ଯଥା ବିହାୟ। ବୈରୀ ଗଞ୍ଜନ ବାବୁ ଅମର ହେବାକୁ ସବୁ ଚେଷ୍ଟା କରିସାରିଥିଲେ। ତାଙ୍କର ଦୁର୍ଭାଗ୍ୟକୁ ସେ କୌଣସି ଦିଗରେ ବିଶେଷ ସୁବିଧା ହାସଲ କରିପାରିଲେ ନାହିଁ। ଦେଖିବାକୁ ଗୌର ସୁନ୍ଦର, ଶରୀରର 6 ଫୁଟ 3 ଇଞ୍ଚ ଦୈର୍ଘ୍ୟ ଅନୁସାରେ ଚଉଡ଼ା ମଧ୍ୟ ଯଥେଷ୍ଟ। ପ୍ରଶସ୍ତ ଲଲାଟ, ବିରାଟ ନାକ ତଳେ ପ୍ରତାପ ସିଂହର ପ୍ରତୀକ ଆକର୍ଣ୍ଣ ବିସ୍ତୃତ ହଳେ ନିଶ, ଗାମ୍ଭୀର୍ଯ୍ୟର ପ୍ରତିମୂର୍ତ୍ତି। କେହି କେବେ ସେ ହସିବାର ଦେଖି ନାହାନ୍ତି। ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରକୃତି ଦତ୍ତ ଏବଂ ନିଜକୃତ ସବୁ ଉପାୟ ତାଙ୍କଠାରେ ଅଛି। ବସ୍ତୁତଃ ଲୋକେ ତାଙ୍କୁ ଭୟ କରନ୍ତି ତାଙ୍କର ଗାମ୍ଭୀର୍ଯ୍ୟ ପାଇଁ, ଭକ୍ତି କରନ୍ତି ତାଙ୍କର ବୁଦ୍ଧି ପାଇଁ ଏବଂ ଉପକୃତ ମନେ କରନ୍ତି ତାଙ୍କର ନାନା ଲୋକହିତକାରୀ କାର୍ଯ୍ୟ ଓ ଦାନ ସକାଶେ। କିନ୍ତୁ ତେବେ ବି ବୈରୀ ଗଞ୍ଜନ ବାବୁଙ୍କ ମନରେ ବିଶ୍ୱାସ ନାହିଁ। କେତେ ଜଣ ବା ତାକୁ ଚିହ୍ନନ୍ତି? କ'ଣ କରିଛନ୍ତି ସେ ଯେ ଚିରସ୍ମରଣୀୟ ବା ପ୍ରାତଃସ୍ମରଣୀୟ ରହିବେ? ତାଙ୍କର ଖ୍ୟାତି କଟକ 5 ମାଇଲ ବାହାରକୁ ଯାଇଛି କି ନାହିଁ ସନ୍ଦେହ। ନା, ସବୁ ବୃଥା ହେଲା। ମନ ତାଙ୍କର ଅସ୍ଥିର ହୋଇଉଠେ। ମୃତ୍ୟୁ ତାର ଇଙ୍ଗିତ କାନ ପାଖରେ ଦେଇଗଲାଣି। ଆଉ କିଛି ଦିନ ପରେ ସେ ଇଙ୍ଗିତ ପରିସ୍ଫୁଟ ଶୁଭ୍ର ହୋଇଯିବ। ମରିବାର କିଛି ଦିନ ପୂର୍ବରୁ ସମସ୍ତେ ଯେପରି ବୁଝିପାରନ୍ତି, ଆଉ ବେଶୀ ଦିନ ନୁହେଁ, ସେ ମଧ୍ୟ ବୁଝିପାରିଲେ। ଆରାମ ଚୌକିରେ ବସି ସେ ଭାବିଲେ, ଆଉ କେତୁଟା ବର୍ଷ କେତୁଟା ଦିନ ବା, ଏହାପରେ କ'ଣ ସମସ୍ତେ ମୋତେ ଭୁଲିଯିବେ? କିନ୍ତୁ କାହିଁକି? ମୁଁ କ'ଣ ଯଥେଷ୍ଟ ଦାନ କରିନାହିଁ? ଲୋକମଙ୍ଗଳ ପାଇଁ ସଭା ସମିତିରେ ଭାଷଣ ଦେଇନାହିଁ? ଲୋକଗୁଡ଼ିକ କୃତଘ୍ନ, ଚୋର ଡକେଇତ। ସାମାନ୍ୟ କୁକୁର ବି ଉପକାରୀକୁ ଆଜୀବନ ମନେ ରଖେ। ଯଦି ସୁବିଧା ପାଆନ୍ତି ତ ଏମାନଙ୍କୁ ଉଚିତ ଶିକ୍ଷା ଦିଅନ୍ତି। ନା, 3 ପୁଅକୁ ମଣିଷ କରିଛି, ଅନ୍ତତଃ ଏମାନଙ୍କର ପିତା ବୋଲି ଲୋକେ ମୋତେ ମନେ ରଖିବେ। କିନ୍ତୁ ଏଗୁଡ଼ାକ କ'ଣ ମଣିଷ ହୋଇଛନ୍ତି? ଏତେ ଧନ କ୍ଷୟ କରି ମଣିଷ କଲି, ଦିନେ ହେଲେ ମୋତେ ପଚାରି ବି ନାହାନ୍ତି। ଯେ ଯାହାର କର୍ମସ୍ଥାନରେ ସୁଖରେ ଅଛନ୍ତି, ସମସ୍ତେ ସ୍ୱାର୍ଥାନ୍ଧ ଏ ଦୁନିଆରେ। ମନ ତାଙ୍କର ବିଷାଦରେ ଭରି ଉଠେ। ନୀରବରେ ସେ ଆରାମ ଚୌକି ଉପରେ ଆଉଜି ବସନ୍ତି। ଆଖି ତାଙ୍କର ଛଳ ଛଳ ହୋଇ ଉଠେ। କିଛି କ୍ଷଣ ପରେ ମନରେ ତାଙ୍କର ପୁଣି ଆଶାର ସଞ୍ଚାର ହୁଏ। ନା ନା, ନିଶ୍ଚୟ ଦିନେ ମୋତେ ଲୋକେ ମନେ ପକାଇବେ। କହିବେ, ଗୋଟାଏ ମଣିଷ ପରି ମଣିଷ ଥିଲେ ଶ୍ରୀ ଶ୍ରୀ ଦାମୋଦର ବୈରୀ ଗଞ୍ଜନ ଭ୍ରମରବର ମହାପାତ୍ର ଛୁଆଳ ସିଂହ। ସେ ଦିନ ପାଇଁ ମୁଁ ମୋର ସମସ୍ତ ପରିଚୟ ରଖିଯିବି। ଆଚ୍ଛା, ମୋର ଗୋଟାଏ ଭଲ ପ୍ରକୃତି ତ ନାହିଁ? ଇସ୍! ବୈରୀ ଗଞ୍ଜନ ବାବୁ, ଯିଏ ନିଜର ଅତି ପ୍ରଚଳିତ ନାଁ ଦାମୋଦରକୁ ବଦଳାଇ ବୈରୀ ଗଞ୍ଜନ ନାଁଟି ପ୍ରଚାର କରିଛନ୍ତି, ଆରାମ ଚୌକି ଉପରେ ଚେଙ୍ଗା ହୋଇ ବସି ରହିଲେ। ଆଖି ତାଙ୍କର ଉଜ୍ଜଳ ହୋଇ ଉଠିଲା। ସାଙ୍ଗେ ସାଙ୍ଗେ ସେ ବେଶଭୂଷା ହୋଇ ଗାଡ଼ି ଚଳାଇ ଗଲେ ଫଟୋ ଦୋକାନକୁ। କିଛି କ୍ଷଣ ପରେ ଫଟୋବାଲା ସହିତ ଫେରି ସେ ନିଜର ଫଟୋ ନେଲେ। ଫଟୋବାଲା ହସି ହସି ଅନୁରୋଧ କଲା, ନା ନା ଆଜ୍ଞା, ଏମିତି ଗମ୍ଭୀର ହେଲେ ଚଳିବ ନାହିଁ। ମୁହଁଟିରେ ଟିକେ ହସ ଫୁଟାନ୍ତୁ। ବୈରୀ ଗଞ୍ଜନ ଟିକେ ଚିନ୍ତାରେ ପଡ଼ିଲେ। ଭାବିଲେ, ଏଇ ଯେତେବେଳେ ମୋର ଶେଷ, ମୁଁ ଟିକେ ମୁହଁରେ ସେଇ ଶିଶୁ ସୁଲଭ ସରଳ ହସ ଫୁଟାଏ। କିନ୍ତୁ ହସ ସେ ଆଣିପାରିଲେ ନାହିଁ। ବର୍ଷା କାଳରେ ସୂର୍ଯ୍ୟ କିରଣ ଟିକେ ଦେଖା ନ ଯାଉଣୁ ମେଘ ଯେପରି ତାଙ୍କୁ ଢାଙ୍କି ପକାଏ, ତାଙ୍କ ମୁଖରେ ସେମିତି ହସ ଟିକେ ଫୁଟୁ ନ ଫୁଟୁଣୁ ତାଙ୍କର ଆତ୍ମ ଅଭିମାନ ତାଙ୍କୁ ଢାଙ୍କି ପକାଏ। ଟିକେ ହସନ୍ତୁ ନା, ହସନ୍ତୁ, ନହେଲେ ଫଟୋ ଭଲ ହେବ ନାହିଁ। ଟିକେ ଟିକେ ଯାହାକୁ କହନ୍ତି ସ୍ମିତ ହାସ୍ୟ। କଥାଟା କ'ଣ କି, କୃତ୍ରିମ ହସ ହେଲେ ଚଳିବ ନାହିଁ। ଧରା ପଡ଼ିଯିବ ଯେ ଏ ହସ ଖାଲି ବାହାରର। କିଛି ଗୋଟାଏ ହସର କଥା ମନେ ପକାନ୍ତୁ ନା। ବୈରୀ ଗଞ୍ଜନ ବାବୁ ନାନା ହସ କଥା ମନେ ପକାଇଲେ। ତାଙ୍କର ମନେ ପଡ଼ିଲା ଗୋଟେ ପାଗଳ କଥା। ତାକୁ ବାସୁଆନା ତୁମ ପୁଅ କାହିଁ କହିଲେ ସେ କିପରି ନାନା ଅଶ୍ଳୀଳ ଭାଷାରେ ଗାଳି ଦିଏ, ନାଚେ କୁଦେ, ପୁଣି ଶୋଇପଡ଼ି ଗୋଡ଼ ଉପରକୁ ଛାଟେ ଏବଂ ନାନା ପିଲାଳିଆ ଖେଳ ଦେଖାଇ ଶେଷରେ କାନ୍ଦି କାନ୍ଦି ପୁଣି ଗାଳି ଦେବାକୁ ଆରମ୍ଭ କରେ।
से पागलाटा थरे गोटाए कूअरे पड़ जाए डेई जो रडी छाड़ी थाए। ना ना एठे जोरे हसिले चलिब नहीं। अवश्य जदि कहिबे तो फोटो नहीं पारे, किंतु मु पढ़िछि जे निष्ठुर लोक ही एमिति हसंती ठो ठो करी, जे अंतर रे साधु से हसंती मुरुकी हस, स्मित हास्य। बैरीगंजन बाबू बड़ लज्जित होई पड़िले। हुए तो से एकदम गंभीर हेबे, नहेले ठो ठो करी हसिबे, किंतु सेई स्मित हास्यटी तो आनी पारिबे नाही। अनेक कथा से मने पकाइले। पिला बेलार अनेक कथा तांकर मने पड़ीगला। तांकु जेतेबेले 10 वर्ष बोउर ओषा थाए। ओषा पाई गोटे आत फल दरकार हैला। चाकर बाकर केही कटक सहर खोजी आत फल पाइले नाही बोली कहिले। पूजा बेल चली जाउची। केतेबेले बैरीगंजन बाबू समस्तक अगोचर रे घरु बाहरी गले एवं खोजी खोजी ठीक पूजा बेल को गोटे आत फल धरी बोऊ पाखरे छिड़ा हेले। बोऊ देखि आनंद रे कांदी पकाइले एवं धीरे धीरे तांको मुंड उपरे हाथ रखिदेले। सुंदर सुंदर, बास एकदम ठीक होई गला, उठंतु। कोई नमस्कार करी फोटो वाला काली फोटो देबो कोई चली गला। बैरीगंजन बाबूंकर आउ बेल नाही। केबे हठात कौन होई जाई पारे किए जाने। ता पूर्वरु निजर समस्त लुगापटा कागज पत्र सजाई रखिबाकू हेबो, जेमिति भविष्यत जीवनी लेखक किछि असुविधा रे न पड़े। समस्त सजाई रखि सारी किंतु से भाबिले ना, अन्य ऊपर निर्भर कले चलिब नाही, निजे मु मोर जीवन लेखि जिबि। तही आर दिन फोटो वाला फोटो देई गला। बैरीगंजन बाबू सांगे सांगे ताको बिलात पठाइले। बिलातरु 5000 व्यय जो दिन प्रकांड तैलचित्र आसी पहुंचला, से दिन बैरीगंजन बाबू तांकर आत्मजीवनी पितामातांकर परिचय शेष कले। काली से पर अधारे निजर जीवनी आरंभ करिवे। संध्या बेलको मनटा तांकर केमिति टिके उदास लागिला। प्रतिदिन अभ्यास अनुसार से दिन से सांध्य भ्रमण करने बाहरी परिचित अपरिचित समस्त सहित साक्षात करी समस्त सहित हसी कथा कही फेरिले। राति 12टा बेलू तांकर शेष दिनर परिवर्तन रे तांकर बंधु और परिचित माने जेपरि आश्चर्य होइथिले, तांको स्त्री मध्य कम आश्चर्य हेई नथिले। एते नियम माने चले जीए से पुणी आजी खाई सारी बैरीगंजन बाबू शोइबा घर को गले, किंतु तांको निद हैला नाही। स्त्री तांकर कथा कहू कहू केते बेल शोई पड़लेनी। राति प्राय 2टा बेले हठात गोटे अस्पुष्ट चित्कार शुणी स्त्री चमकी उठी देखिले स्वामी निर्बाक, आखिर डोला उपरकू एवं देह निस्पंद। अनेक बड़ बड़ डाक्तर आसिले। पैसा बिंचा हैला, देवपूजा ग्रह पूजा कांगाली भोजन हैला, किंतु मुहूर्तक पाई से स्पंदन आउ फेरिला नाही। सकाळे सूर्य उदय हैला बेलकू तांकर चिता जली उठिला। तांका आत्मजीवनी लेखा आउ निज पर्यंत पहुंची पारिला नाही। परदिन किंतु स्थानीय खबर कागजर गोटे क्षुद्र कोणरे 2 धाड़ी मात्र तांकर मृत्यु संवाद बाहरी गला, अति नगण्य संवाद रूपे। तांकर पुत्र माने जे जहार कर्मस्थान रु आसी पहुंचिले, सेमाने आशा करिथिले पितांकर मृत्यु संवाद बड़ बड़ अक्षर रे बाहरिबो। संपादक माने गुणगान करी संपादकीय लिखिबे। बड़ बड़ लोक शोक संवाद पठाइबे। शोक सभा मान हबो। गोटे कथारे कहिबाकू गले पितांकर सुनामर सुविधा नहीं अमक पितार पुत्र बोली सेमाने मध्य निजर गौरवान्वित आशा करिथिले। से आशा जेतेबेले विफल हैला, सेतेबेले सेमाने निज घरे समस्ते बड़ बड़ लोकंकु डकाई गोटे शोक सभा कराइले। जेउ घरटी बैरीगंजन बाबू सर्वदा व्यवहार करुथिले, सेठी बेस प्रशस्त घर। सेई घरे तांकर बड़ पलंक पड़िछि। सेई पलंकरे तांकर समस्त व्यवहार्य जिनिस रखागला। जो बिछना चादर तकिया आदि से व्यवहार करुथिले, से गुडिक ठीक सेही परि सजा हैला। तांकर कठौ खट तळे रखागला। तांकर हातबाड़ी छता चादर मध्य ठीक सेही परि खटर मुंड आड़कू झुलाई रखा हैला। बैरीगंजन बाबू शोइबा पूर्वरु पलंक पाखरे टेबुल उपरे हुक्का रखी आराम रे धूमपान करुथिले। सेही टेबुल हुक्का आदि मध्य निया और तंबाकू सहित ठीक सेमिति रखागला। अन्य गोटे टेबुल उपरे तांकर बही गुड़क मध्य सजाई दियागला। तांकर प्रकांड तकिया को डेरी शेषरे तांकर तैल चित्रटी रखागला। प्रतिकृतिटी सत्ते भारी जीवंत होइछि। आपण कहि पारंती जे केते गुडिया निष्ठुर डकैत जो माने देशर नेता होइचंती, सेमानंकु जेमिति अन्य केते गुडिये डकैत वैज्ञानिक साहाय्य करुचंती, सेमिति गुडिये आत्माभिमानी फंपा मनीषंकु आहुरी बेसी फंपेइबाकू
ଏହି ଚିତ୍ରକର ମାନେ ସାହାଯ୍ୟ କରୁଛନ୍ତି। କିନ୍ତୁ ବୈଜ୍ଞାନିକର ବା ଚିତ୍ରକରର ବାହାଦୁରୀ ତ ସ୍ୱୀକାର କରିବାକୁ ହେବ। କିନ୍ତୁ ପ୍ରତିକୃତିଟି ଯେତେବେଳେ ଖଟ ଉପରେ ରଖାଗଲା ସେତେବେଳେ ସତେ ଯେମିତି ମନେ ହେଲା ବୈରୀଗଞ୍ଜନ ବାବୁ ଏସବୁ ପ୍ରତି ବିଦ୍ରୂପର ହସ ହସୁଛନ୍ତି। ଭୂରି ଭୋଜନ ପରେ ସମସ୍ତେ ବୈରୀଗଞ୍ଜନ ବାବୁଙ୍କୁ ଭାରତର ଅଦ୍ୱୈତ ମାନବ ବୋଲି ବକ୍ତୃତାରେ ପ୍ରମାଣ କରି ବିଦାୟ ନେଲେ। ତାଙ୍କର ପୁତ୍ରମାନେ ଏତେ ଗୁଣଗାନ ଶୁଣି ଟିକେ ବେଶୀ ବୋଲି ଭାବିଲେ ମଧ୍ୟ ଖୁବ୍ ଗୌରବ ଅନୁଭବ କଲେ। ସ୍ତ୍ରୀ ନୀରବରେ ଅଶ୍ରୁପାତ କଲେ। କେବଳ ବୈରୀଗଞ୍ଜନ ବାବୁ ସେମିତି ହସୁଥିଲେ। ସେଇଦିନୁ ପିତାଙ୍କର ପୂଜା ସେମିତି ଚାଲିଲା। ସେ ଯାହା ଯାହା ଖାଇବାକୁ ଭଲ ପାଉଥିଲେ ତା ଠିକ୍ ସେଇ ପରିମାଣରେ ବଢା ହୋଇ ତାଙ୍କ ଖାଇବା ସମୟରେ ରଖା ହୁଏ। ଗୋଡ଼ ହାତ ଧୋଇବାକୁ ପାଣି, ତାଙ୍କର ପ୍ରିୟ ରୂପା ଗିଲାସରେ ପିଇବା ପାଣି, ଏମିତି ହୁକ୍କା ମଧ୍ୟ ଠିକ୍ ସେମିତି ସଜାଇ ରଖା ହୁଏ। ସେ ଘରଟି ଆଉ କେହି ବ୍ୟବହାର କଲେ ନାହିଁ। ପୁତ୍ରମାନଙ୍କର ପିତୃଭକ୍ତି ଦେଖି ସମସ୍ତେ ମୋହିତ ହେଲେ। ଏହାର 6 ମାସ ପରେ ବୈରୀଗଞ୍ଜନ ବାବୁଙ୍କ ମଧ୍ୟମ ପୁତ୍ର ବିନୋଦ ବାବୁ ବିବାହ କଲେ। ବିବାହ ପରେ ବିନୋଦ ବାବୁ ପିତାଙ୍କ ଘରେ ଶୋଇବାକୁ ଇଚ୍ଛା ପ୍ରକାଶ କଲେ। ଅଗତ୍ୟା ତୈଳଚିତ୍ରଟି ଉଠାଇ ଗୋଟିଏ ସାନ ଘରେ ଗୋଟିଏ ବହୁମୂଲ୍ୟ ଟେବୁଲ ଉପରେ ରଖାଗଲା। ପିତାଙ୍କର ଖଟ ବିନୋଦ ବାବୁ ବ୍ୟବହାର କଲେ। ତାଙ୍କର ହାତ ବାଡ଼ିଟି ଗୋଟିଏ ପାଗଳା କୁକୁରକୁ ବାଡ଼େଇବାକୁ ଯାଇ ବଡ଼ ପୁଅ ଭାଙ୍ଗିଦେଲେ। ତାଙ୍କର ଛତା ଦିନେ ବର୍ଷାରେ ଚାକର ନେଇ ବଜାରରେ ହଜାଇ ଦେଇ ଆସିଲେ। ଏହିପରି କ୍ରମେ କ୍ରମେ ବୈରୀଗଞ୍ଜନ ବାବୁଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକ ଉଭେଇ ଯିବାକୁ ଲାଗିଲା। କନିଷ୍ଠ ପୁତ୍ର ପ୍ରମୋଦ ଯେତେବେଳେ ବଦଳି ହୋଇ କଟକ ଆସିଲେ ସେ ନିଜର ବୈଠକ ଖାନା ପାଇଁ ଗୋଟିଏ ବଡ଼ ଟେବୁଲ ଖୋଜିଲେ। ତାଙ୍କ ନଜର ପଡ଼ିଲା ସେଇ ଟେବୁଲ ଉପରେ। କାହାରିକୁ କିଛି ନ କହି ସେ ପିତାଙ୍କର ପ୍ରତିକୃତିକୁ କାନ୍ଥରେ ଝୁଲାଇ ରଖି ଟେବୁଲଟି ନେଲେ। ବୈରୀଗଞ୍ଜନ ବାବୁ ଏହିପରି କାନ୍ଥରେ ଝୁଲି ରହିଲେ। ତାଙ୍କର ଆଉ କୌଣସି ଆଦର ନାହିଁ। ପ୍ରମୋଦ ବିବାହ କରିବା ପରେ ତାଙ୍କର ଇଚ୍ଛା ହେଲା ବରବଧୂ ବେଶରେ ଦୁହିଁଙ୍କର ଫଟୋ ନେବାକୁ। ତାପରେ ତାଙ୍କର ସ୍ତ୍ରୀଙ୍କର ଇଚ୍ଛା ହେଲା ସେଇ ଫଟୋଟି ପରି ଗୋଟିଏ ପ୍ରକାଣ୍ଡ ତୈଳଚିତ୍ର କରାଇବାକୁ ଯେତେ ଖର୍ଚ୍ଚ ପଡୁ। ସେ ଧନୀର କନ୍ୟା। ପ୍ରମୋଦ ବାବୁ ଶ୍ୱଶୁର ଘରୁ ଅନେକ ଧନ ପାଇଛନ୍ତି। ଅତିଶୀଘ୍ର ତାଙ୍କର ସ୍ତ୍ରୀଙ୍କର ଇଚ୍ଛା ସେ ପୂରଣ କଲେ। କିନ୍ତୁ ଚିତ୍ରକୁ ଚାହିଁ କାଚ ମିଳିଲା ନାହିଁ। ଦିନେ ପ୍ରମୋଦ ବାବୁ ପିତାଙ୍କ ପ୍ରତିକୃତିକୁ କାଚଟି ବାହାର କରି ନିଜ ପ୍ରତିକୃତିରେ ଲଗାଇ ଆଣି କାନ୍ଥରେ ଟାଙ୍ଗି ଅନେକ କ୍ଷଣ ସ୍ତ୍ରୀଙ୍କ ସହିତ ଚାହିଁ ରହି ଆନନ୍ଦ ପାଇଲେ। କାଚହୀନ ତୈଳଚିତ୍ରଟି ଏହାପରେ ଅନେକ ଦିନ କାନ୍ଥରେ ରହିଲା। କିନ୍ତୁ ମଳି ଧୂଳି ପଡ଼ି ଅସ୍ପଷ୍ଟ ହୋଇଯିବା ପରେ ଘର ମରାମତି ସମୟରେ ଜ୍ୟେଷ୍ଠପୁତ୍ର ସେଇଟି ନେଇ ଯେଉଁ ଘରର ଯାବତୀୟ ବାଜେ ଜିନିଷ ରହେ ସେଇ ଘରେ ରଖିଦେଲେ। ବୈରୀଗଞ୍ଜନ ବାବୁଙ୍କ ସ୍ତ୍ରୀ ସ୍ୱାମୀଙ୍କ ଶ୍ରାଦ୍ଧ ପରେ ତୀର୍ଥ କରିବାକୁ ଚାଲି ଯାଇଥିଲେ। ତୀର୍ଥରୁ ଫେରି ସେ ସ୍ୱର୍ଗତଃ ସ୍ୱାମୀଙ୍କର ଭାଗ୍ୟ ପରିବର୍ତ୍ତନ ଦେଖି ମର୍ମାହତ ହେଲେ। କାହାରିକୁ କିଛି ନ କହି କେବଳ ନୀରବରେ ଅଶ୍ରୁପାତ କଲେ। ପ୍ରତିକୃତିଟିକୁ ପରିଷ୍କାର କରି ପୁଣି ପ୍ରତିଷ୍ଠା କରାଇବା ପାଇଁ ସେ ଥରେ ଅଳିଆ ଘରଟି ଖୋଲିଥିଲେ। କିନ୍ତୁ ପ୍ରତିକୃତିଟି ଆଡ଼େ ଚାହିଁବାରୁ ତାଙ୍କର ଯେମିତି ମନେ ହେଲା ବୈରୀଗଞ୍ଜନ ବାବୁ ହସି କହିଲେ, ନା ଥାଉ।